କଥା ଆପଣ ଖୋଲୁଛି ପଞ୍ଚସଖା ମହାଭାରତର ପଞ୍ଚସଖା ତାଙ୍କର ନାଁ କ'ଣ ତାଙ୍କର ନାଁ କ'ଣ ମୋତେ ଖାଲି କହିବେ ତାଙ୍କ ନାଁ କୁହନ୍ତୁ ପଞ୍ଚସଖାଙ୍କର ମୁହଁର ନାଁ କ'ଣ ସେ ଯେଉଁ ପଞ୍ଚସଖାର ମୁହଁର ନାଁ କ'ଣ କେହି କହିପାରିବେନି ଆଉ ଯଦି କହିବେ ଜଣେରୁ ଦୁଇ ଜଣ 10 ଜଣ ଭିତରେ କହିବେ କେହି କହିପାରିବେନି। ଜଗନ୍ନାଥ ଜୟ ପଞ୍ଚସଖା ମୁଁ ସୁଖ ବାବା ନେମାଳରୁ କହୁଛି। ଆଜି ସ୍ନାନ ପୂର୍ଣ୍ଣିମା ଅବସରରେ ମୁଁ ସାରା ଭାରତ ବା ଦେଶବାସୀଙ୍କୁ କୋଟି କୋଟି ନମନ। ମୁଁ ବିଗତ ଦିନରେ ଆପଣମାନଙ୍କୁ କହିଥିଲି ଯେ ଆଗକୁ ବହୁତ ଭଲ ହେବ। ଆପଣମାନେ ବହୁତ ଚ୍ୟାନେଲ୍ ମଧ୍ୟ ଦେଖିଥିବେ। ସେ ଚ୍ୟାନେଲରେ ବହୁତ ମିଥ୍ୟା କଥା ଆପଣ ଶୁଣିଛନ୍ତି, କିନ୍ତୁ ମୁଁ ଆଜି କହୁଛି ଏ ବାପୁନି ବାବାଙ୍କ ଚ୍ୟାନେଲରେ ମୁଁ ଯେତିକି କଥା କହିଛି ସେତିକି ମୋର 100% ଲାଗିଛି। ଏଇଟା ମୁଁ କହୁନି, ଏ ଚ୍ୟାନେଲଟା ବାପୁନି ବାବାଙ୍କର ये जो चैनल बाबुनी बाबा खोलते सत्य धर्म क्षमा ये आप ये चैनलटा खोलाई ये हूँ गोटे सत्यर प्रतीक चैनल। ये चैनल सब टार्गेट रखे सत कथा को मिथ्या कथा को से ग्रहण करे ना। मु आपण मानक काली कही आज कहूँ मत बहुत चैनल वाला कहते सुख बाबा तुम टाँग टाँग कथबार्ता करुच मुझे किसी दरकार नहीं मोर बाइक नवा दरकार नहीं मुझे देवी बाइक बापुनी बाबू बाइक देवी कहीं देवी से सत मार्गे से सब सत कथा ही प्रकाश करती आउ कौन चैनल मुझे आज दौची आउ गोटे आज नुआ कथा आपको जनइबी जिते बाबाजी मैंने अच्छा यही महापुरुष पीठ मत खाली कहतु 10 इंच 10 इंच कौ जगार मेघ होनी मु देखी से जगह मु देखी मो गुरुदेव बायापुरी सी देखी एटा पोथी बाहरनी एटा कौ जुगुरु अच्छी पोथी लेखा अच्छी 10 इंच 10 इंच आज जाके कौटी पानी पड़ूनी वर्षा टोपे भी होनी यही आरी भितर अच्छी किंतु से जगह गुप्तर अच्छी आमको मना कराई आम कहबू ना समस्ते मुनि ऋषि हूँ बा सत महाराज मान हूँ मु बहुत छोट पिला से हिसाब से मुझे जनाऊँ जे मिथ्या कथार भासी जातु ना कौन सी बाबाजी पछरे गोड़ाना एबे भी कहूँ काली कही आज कहूँ जदि गोड़ेब जो बाबाजी सेवा कर पछरे गोड़ाओ जे उचित गुआ घी यज्ञ कर पछरे गोड़ाओ दीप लगाओ। विगत दिन में आपको कही 1008 दीप जल खंडकी दीप जलिला किंतु आज ये नेमाल मुझे आपको प्रतिशत दूची आ वर्षे रु 2 वर्ष भितर यही जगार कुंभ मेला हम ये सुख बाबा को आपण मैंने सहयोग करें ए जगह कुंभ मेला हम कहीं ना मत निर्देश अच्छी मो पाखे गोटे टंका ना मुझे मानक कहूँ मागी जाचिकी कुंभ मेला करवा यहाँ अच्युतर कुंभ मेला मोर नुहे काली कही आज कहूँ ये जो कुंभ मेला हम सारा भारत वर्षर मंगल हम आपण गोटे कथा जानी ना गोटे दिन ज्येष्ठ पूर्णिमा ये गंगा आसती ये नदी हूँ गंगा आसती जी ये गंगा नदी जल नहीं घरे रखे जेकोसी कम लगेब जेकोसी रोग व्याधि हम टिके पाईदेव से मुक्त हम रोगर मुक्त हम लोक मैंने कहते गंगा तो गंगा नदी इटी कहीं गंगा आसव मुझे कहूँ ज्येष्ठ पूर्णिमा गोटे दिन गंगा आसती से गोटे दिन गंगा आसवाटा निश्चित कहीं ये राधाकृष्णकर ये जो देखुं नदी बाली ये राधाकृष्णकर आज नीला खेला चले
ରାଧାଙ୍କର ପାଦ ଧୋଇଦେବା ପାଇଁ ଗଙ୍ଗା ମାତା ଆସନ୍ତି। ଏ ସାରା ସୃଷ୍ଟିଟା ହେଉଛି ରାଧାମୟ ଜୀବନ। ରାଧା ନାହିଁ ତ କୃଷ୍ଣ ନାହିଁ। ଆପଣମାନଙ୍କୁ ଗୋଟିଏ କଥା ମୁଁ କହୁଛି, ଏବେ ବି ଗୋଟିଏ କଥା କହୁଛି ଯେ ଯେତେ ଚ୍ୟାନେଲରେ କହୁଛନ୍ତି ସମସ୍ତେ, ମୁଁ ଆଜି ଗୋଟେ କଥା ଆପଣଙ୍କୁ ଖୋଲୁଛି। ପଞ୍ଚସଖା, ମହାଭାରତର ପଞ୍ଚସଖା, ତାଙ୍କର ନାଁ କ'ଣ? ତାଙ୍କର ନାଁ କ'ଣ? ମୋତେ ଖାଲି କହିବେ ତାଙ୍କ ନାଁ କୁହନ୍ତୁ। ପଞ୍ଚସଖାଙ୍କର ମୁହଁର ନାଁ କ'ଣ? ସେ ଯେଉଁ ପଞ୍ଚସଖାର ମୁହଁର ନାଁ କ'ଣ? କେହି କହିପାରିବେନି। ଆଉ ଯଦି କହିବେ ଜଣେରୁ 2 ଜଣ 10 ଜଣ ଭିତରେ କହିବେ, କେହି କହିପାରିବେନି। ପଞ୍ଚସଖାଙ୍କର ନାଁ ହେଉଛି, ମୁଁ ଆଜି ଖୋଲୁଛି, ଆଜି ପର୍ଯ୍ୟନ୍ତ କେହି ଖୋଲି ନାହାନ୍ତି। ଶିବଙ୍କର ତତ୍ତ୍ୱ ହେଉଛି 5। ପଞ୍ଚସଖାର ନାମ ହେଉଛି 5। ପଞ୍ଚତତ୍ତ୍ୱରେ ସେ 5 ଜଣ ଗଢ଼ା ହେଇଛନ୍ତି। ଆଉ ଗୋଟେ ତତ୍ତ୍ୱ ଖୋଲୁଛି, ସେଇଟା ଶୁଣନ୍ତୁ। କୃଷ୍ଣଙ୍କୁ ଯେଉଁ ଦେଇଥିଲେ ଚକ୍ରଟା, ସେ ଚକ୍ରଟା କିଏ ଦେଇଥିଲେ? 8ଟା ଯନ୍ତ୍ର ଦେଇଥିଲେ। 8ଟା ଜଣେ ଦେଇଥିଲେ। 8ଟା ଯନ୍ତ୍ର କିଏ ଦେଇଥିଲେ? ଏତେ ତ କହୁଛନ୍ତି ଗୀତା ଭାଗବତ ମହାଭାରତରୁ, ମୋତେ ଖାଲି କୁହନ୍ତୁ ସେ 8ଟା ଯନ୍ତ୍ର କୃଷ୍ଣକୁ ଚକ୍ର କିଏ ଦେଇଥିଲେ? ରାମକୁ ଧନୁ କିଏ ଦେଇଥିଲେ? ତୀର କିଏ ଦେଇଥିଲେ? ଅର୍ଜୁନକୁ ଧନୁ କିଏ ଦେଇଥିଲେ? ମୋତେ ଖାଲି ଏତିକି ଟିକେ କୁହନ୍ତୁ। କେହି କହିପାରିବେନି। କହିବେ ଯଦି 100 10 ଜଣ, ଆଉ ଜ୍ଞାନୀ ଲୋକ କହିବେ। ମୁଁ ଆଜ୍ଞା ଅଜ୍ଞାନୀ, ମୁଁ ପାଠ ପଢ଼ିନି, ମୋତେ ଯଦି ନିର୍ଦ୍ଦେଶ ଆସିବ ମୁଁ କହିବି। ଆଜ୍ଞା ଆପଣମାନଙ୍କୁ ଏବେ ବି କହୁଛି, ଆପଣମାନେ ସଚେତନ ହୁଅନ୍ତୁ। କୌଣସି ମିଡ଼ିଆ ବାଲାଙ୍କର ଇଏରେ ଫସନ୍ତୁ ନାହିଁ। କାହିଁକି ନା ଇଏ ସବୁ ମିଥ୍ୟା ପ୍ରଚାର କରୁଛନ୍ତି। କିଛି ମିଡ଼ିଆରେ ଆପଣ ଦେଖନ୍ତୁ, ସେ କହିଥିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବ। ମୁଁ ମନା କରିଥିଲି ଯେ ବିଜେପି ସରକାର ଆସିବ। ପ୍ରତ୍ୟେକ ଚ୍ୟାନେଲରେ କହିଥିଲି, ଆଉ ଭଲ ହିଁ ହେବ। ରାମର ଯୁଗ ଚାଲିଛି। ବର୍ତ୍ତମାନ ବିଜେପି ସରକାର ସବୁ ଜାଗାରେ ଆଇଛି। କହିଥିଲି ଆଗକୁ ଭଲ ହେବ। ଚନ୍ଦ୍ରଦାନ ଯାହା ଗଲା ଭଲ ହେଲା। କହିଥିଲି ବାତ୍ୟା ବନ୍ୟା ମରୁଡ଼ି ଯେମିତି ହେଉଛି ସେମିତି ହେବ। ଏମାନେ କହୁଛନ୍ତି 24 କଥା। 24ରେ କିଛି ହେବନି, ଯେମିତି ହେଉଥିଲା ସେମିତି ହେବ। ଏମାନେ କିଏ କେତେ ଗୀତରେ କହୁଛି, କିଏ କେତେ ଇଏରେ କହୁଛି, ମଜେଇକିରି କହୁଛି। ଆଜ୍ଞା ଆମେ ଗୀତ ଜାଣିନୁ କି ମଜା ଜାଣିନୁ, କି ଆପଣଙ୍କ ମନ ବି ମୋହି ପାରିବୁନି। ଆମେ ଅଜ୍ଞାନ। କିନ୍ତୁ ମୁଁ ଯେତିକି ମୋତେ ନିର୍ଦ୍ଦେଶ ସେତିକି କହୁଛି। ଆଜି ଦେଖୁଛନ୍ତି ଯେତେ ଭକ୍ତ ଅଛନ୍ତି ସବୁ ଜଣେ ଜଣେ କୃଷ୍ଣମୟ, ରାଧାମୟ। କାହିଁକି ନା ଯଦି ଏମାନେ କୃଷ୍ଣ ନ ହେବେ, ରାଧା ନ ହେବେ, ଆଜି ବାଲିଯାତ୍ରା ହେଇପାରିବନି। ଆଜି ଅଚ୍ୟୁତଙ୍କ ପୀଠରେ କେବଳ ହିଁ ଆସନ୍ତି ରାଧାକୃଷ୍ଣ। କାହିଁକି ଆସନ୍ତି? ଅଚ୍ୟୁତ ଯେଉଁ ବହିଛନ୍ତି ମାଟି ଗଦାଟି, ସେ ଦିନେ ମାଗିଥିଲେ, କହିଲେ ହେ ପ୍ରଭୁ ସବୁଦିନ ତମ ପାଦକୁ ମୁଁ ଶରଣ କରେ, ଆଜି ଗୋଟିଏ ଦିନ ମୋ ପାଖକୁ ଆସନ୍ତୁ। ଆଜି ଗୋଟିଏ ଦିନ ବାଲିରେ ସକାଳୁ ବାଲିମେଳା କରନ୍ତି। ଆଜି ବଡ଼ି ଭୋରୁ ବାଲିମେଳା କରିବେ ରାଧାକୃଷ୍ଣ। ସେ ରାଧାକୃଷ୍ଣଙ୍କୁ ଏ କଣ ଅନୁକଣ ଆପଣ ଚିହ୍ନନ୍ତୁ। ରାଧାକୃଷ୍ଣ କିଏ? ସେ କାଠ ମୂର୍ତ୍ତି ନୁହନ୍ତି, ପିତ୍ତଳ ମୂର୍ତ୍ତି ନୁହନ୍ତି, ଚଳନ୍ତି ପ୍ରତିମା। ସେ ଚଳନ୍ତି ପ୍ରତିମା କିଏ? ଏହିସବୁ କୁନି କୁନି ଝିଅ, କୁନି କୁନି ପୁଅ, ସେହି ରାଧାକୃଷ୍ଣ। ରାଧାକୃଷ୍ଣ କେଉଁଠି ନଥାନ୍ତି ଆଜ୍ଞା, ଦିବ୍ୟ ତୋଷେଜ ଭଗବାନ। ଆମର ମନରେ ଭାବିଲେ ଇଏ ହେଲା ରାଧା, ସେହି ରାଧା। ଆମେ ମନରେ ଭାବିଲେ ସେହି କୃଷ୍ଣ, ସେହି କୃଷ୍ଣ। ଆମେ ଖାଲି କାଠ ପାଷାଣ ତଳୁ ଲତା, ଇଏ କି ଅଜ୍ଞାନ ଦେବତା ଆମେ କହୁନୁ, ବଡ଼ ପୁରୁଷ କହିଛି। କିନ୍ତୁ କାଠ ଭଗବାନ ହେଇପାରନ୍ତି, ପଥର ଭଗବାନ ହେଇପାରନ୍ତି, ମାଟି ଭଗବାନ ହେଇପାରନ୍ତି। କେମିତି? ମନ୍ତ୍ର ମଧ୍ୟ ସାର, ତନ୍ତ୍ର ମନ୍ତ୍ର ଯନ୍ତ୍ର, ଇଏ ହେଉଛି ବେଦ। 4 ବେଦରୁ ସୃଷ୍ଟି ସବୁକିଛି। ଏ 4 ବେଦ ନାହିଁ ତ ଠାକୁର ଏଠିକି ଆସିବେନି। ବିନା ମନ୍ତ୍ରରେ ଆପଣ ଦାନ୍ତ କାଠି ଗୋଟେ ଘଷି ପାରିବେନି। ପ୍ରତ୍ୟେକ ମଣିଷ ଦାନ୍ତ କାଠି ଘଷୁଛନ୍ତି। ଦାନ୍ତ କାଠର ନିୟମ ଅଛି। ସେ ଦାନ୍ତ କାଠର ନିୟମ ହେଲା 12 ଆଙ୍ଗୁଳ, 4 4 4।
12 ଆଙ୍ଗୁଳ ଦାନ୍ତ କାଠି ଭାଙ୍ଗିବ। ଦାନ୍ତ କାଠି 12 ଆଙ୍ଗୁଳ ଭାଙ୍ଗିଲେ 12 ବର୍ଷ ଆୟୁଷ 12 ମାସ ଅଧିକା ବଢ଼େ। 12 ବର୍ଷ ଯେଉଁଦିନ ହେବ ଆଉ 12 ମାସେ ଆୟୁଷ ଆପଣମାନଙ୍କର ବଢ଼ିବ। ଆପଣମାନେ କ'ଣ କରୁଛନ୍ତି? ଦାନ୍ତ କାଠି ଯେମିତି ପାଉଛନ୍ତି ଭାଙ୍ଗି ଦାନ୍ତ କରୁଛନ୍ତି। ସେଇଟା ନିୟମ ନୁହେଁ। ମୁଁ କାଲି କହିଥିଲି, ଆଜି ଆହୁରି ଗୋଟେ କଥା କହୁଛି। ଇଏ ହେଉଛି ଭଗବତ ଆଖେଡ଼ା। ହରିଓମ ବାବାଙ୍କର ସାଙ୍ଗରେ ମୁଁ ଆଜି ବଇଛି। ମୋତେ ହରିଓମ ବାବା କହିଲେ ଯେ ସୁଖ ବାବା ଆଉ ତମର ସେଠି ଗୋଟେ କ୍ୟାମ୍ପ କରିବା। ମୁଁ କହିଲି ହରିଓମ ବାବା ଦେଖନ୍ତୁ, ମୁଁ ଦୁଃଖୀ ରଖି, ମୋ ପାଖରେ ଟଙ୍କାଟା ନାହିଁ। ଆପଣ ଯଦି କହିବେ ମୁଁ ପୂର୍ଣ୍ଣ ସହଯୋଗ କରିବି। ମୁଁ ହରିଓମ ବାବାଙ୍କୁ ସହଯୋଗ ମଧ୍ୟ କରିଛି, ଆଉ ଯେତିକି ପାରିଛି ମୁଁ ସେତିକି ସହଯୋଗ କରିଛି। ପନ୍ତ ମହାରାଜ ମଧ୍ୟ ସହଯୋଗ କରିଛନ୍ତି, ଆଉ କିଛି ସହଯୋଗ କରୁଛନ୍ତି ଭାଇମାନେ, ବନ୍ଧୁମାନେ। କିନ୍ତୁ ମୁଁ ଧନ୍ୟବାଦ ଦେବି ଆଜି ଏଠି ପଞ୍ଚସଖାଙ୍କର ଆଜି ଏକାକ୍ଷର ମେଳା ହେଉଛି। ବାଲିରେ ଅନେକ ମେଳା ଚାଲିଛି। ଏକାକ୍ଷର ମେଳାର ମାନେ ହେଉଛି ଏକ ମନ ରହିବା ଦରକାର। ଆମର ଏକ ମନ ହେଲେ ଆମେ ଏକାକ୍ଷରକୁ ଧରିପାରିବା। ଏକାକ୍ଷର ଯିଏ ହେଉଛି ଏକା ଆଖି। ଶିବଙ୍କର ଯେଉଁ ଗୋଟିଏ ଆଖି ସିଏ ହେଉଛି ଏକାକ୍ଷର। ଶିବଙ୍କର ଯେଉଁ ଗୋଟିଏ ଆଖି ସିଏ ହେଉଛି ଗୋଟିଏ ହେଉଛି ଏକାକ୍ଷର। ଯଦି ଆପଣଙ୍କର ଏକାକ୍ଷର ମନ୍ତ୍ର ଜପ କରିବେ, ସେ ଏକାକ୍ଷର ହେଉଛି ଏକ ଆଖିରୁ ଏକାକ୍ଷର। ଯେମିତି ଆମର ଓମ୍, ଓମ୍ର ଗୋଟେ ବିନ୍ଦୁ ନଥିଲେ ଓମ୍ର କିଛି ମୂଲ୍ୟ ନଥାଏ। ବିନ୍ଦୁଟି କାହିଁକି ଥାଏ? ଆମେ ଶଙ୍କର ଭଗବାନ ବର୍ଷ ବର୍ଷ ଧରି, କେତେ ବର୍ଷ ଧରି, କେତେ ଯୁଗ ଧରି ଓମ୍ କରୁଛନ୍ତି। ସେମିତି ଯଦି ଆମେ ଓମ୍ରେ ମଜିବା, ଓମ୍ରେ ରହିବା, ଓମ୍ରେ ଖାଇବା, ଓମ୍ରେ ଶୋଇବା, ମୁଁ ଆପଣମାନଙ୍କୁ କଥା ଦେଉଛି କୌଣସି ରୋଗ ଟିକେ ଆପଣଙ୍କୁ ହେବନି। ଆଉ ଗୋଟେ କଥା କହୁଛି, ଆମେ ଯଦି ଆପଣଙ୍କୁ କାଲି କହିଥିଲି, କୌଣସି ଚ୍ୟାନେଲରେ ଗୋଟେ କହିଥିଲି, ଆଜି ବି ଆପଣଙ୍କୁ ଆଉ ଥରେ କହୁଛି, ଖେଚେଡ଼ି ମୁଦ୍ରା ଗୋଟେ ଅଛି। ସେ ଖେଚେଡ଼ି ମୁଦ୍ରାଟା ଦେଖନ୍ତୁ, ଜୀବଟା କେମିତି ଉଠେଇବେ। ସେ ଜୀବନ ଉଠେଇ ଆପଣଙ୍କର କ'ଣ ଉପହାର ହେଉଛି? ଖେଚେଡ଼ି ମୁଦ୍ରା ମୁଁ ଆପଣ ଦେଖାଉଛି, ଜୀବଟା ଦେଖନ୍ତୁ ଆଁ କରୁଛୁ। ଖେଚେଡ଼ି ମୁଦ୍ରା କରିବା ଦ୍ୱାରା ଆପଣଙ୍କର 108 ପ୍ରକାର ରୋଗ ଭଲ ହେବ। ଯଦି ଆପଣ କାମ କରୁଛନ୍ତି ଖେଚେଡ଼ି ମୁଦ୍ରା କରିପାରିବେ, କେବଳ ଖାଇଲା ବେଳେ କରିପାରିବେ ନାହିଁ। ଆପଣଙ୍କର ଏ ମୁଣ୍ଡରୁ ଗୋଟେ ଲାଳ ଝଡ଼ିବ, ସେ ଲାଳଟା ହେଉଛି ଅମୃତ। ସେ ଲାଳ ଝରିବା ଦ୍ୱାରା ଆପଣଙ୍କର ଯେତେ ଶରୀରର ବିଷ ଥିବ ସେ ବିଷଟା ମୁକ୍ତ ହେବ। ସେ ବିଷ ମୁକ୍ତ ହେଲେ ଆପଣଙ୍କ ଯେଉଁ ବ୍ଲଡ଼ ରହୁଛି ସେ ଆପଣଙ୍କର ଆକ୍ଟିଭ ହେବ। ଯଦି ଏଇଟା ଆପଣ କରିବେ, ଆପଣଙ୍କର ଶରୀର ପୁରା ସ୍ୱାସ୍ଥ୍ୟ ରହିବ, ପୁରା ଠିକ୍ଠାକ୍। ମୋତେ ହେଲାଣି ଆସିକି 48 ବର୍ଷ। ମୋତେ କିଏ କହିବ 48 ବର୍ଷ? ମୁଁ କୌଣସି ମୁଦ୍ରା କରୁନି, କେବଳ ଖେଚେଡ଼ି ମୁଦ୍ରା କରୁଛି। ମୋ ଚୁଟି ପାଚିଛି, ପାଚିନି। ମୁଁ ପଦ୍ମାସନରେ ଆପଣଙ୍କ ବାପୁନି ବାବାଙ୍କୁ ମୁଁ ଗୋଟେ ଦେଖେଇଥିଲି, ସମ୍ପୂର୍ଣ୍ଣ 30 ଫୁଟ ପାଣି ଉପରେ ମୁଁ ଏମିତି ବସିବି ପଦ୍ମାସନରେ। ଯେତେ ବାବାଜୀ ଅଛନ୍ତି ତାଙ୍କୁ କୁହନ୍ତୁ ବାବା ପବନରେ ପଦ୍ମାସନ ପକାଇବେ, ଏମିତି ହାତ ଟେକିକିରି ବସିବେ। କେହି ବସିପାରିବେନି। 100 2 ଜଣ, 5 ଜଣ, 10 ଜଣ ଭିତରେ ବସିବେ। କାହିଁକି? ଇଏ ହେଉଛି ସାଧନା। ସାଧନା କରିବାଟା ଭାରି କଷ୍ଟଦାୟକ। ସବୁ ସନ୍ଥମାନେ ମଧ୍ୟ ସାଧନା କରୁଛନ୍ତି। ଯଦି ସାଧନା ନାହିଁ ତ ବାସନା ନାହିଁ, ବାସନା ଅଛି ତ ସାଧନା ଅଛି। ଆପଣମାନଙ୍କୁ ମୋତେ ତ ସମୟ ନାହିଁ, ଆପଣମାନଙ୍କୁ ଗୋଟିଏ କଥା କହୁଛି, ଯାହାର ଯାହା ଅସୁବିଧା ଅଛି, ଯେକୌଣସି ଅସୁବିଧା ଅଛି ମୋ ସାଙ୍ଗରେ ଯୋଗାଯୋଗ କରନ୍ତୁ। ମୁଁ ଆପଣଙ୍କୁ ମୁକ୍ତି ଯେତିକି ପାରିବି ମୁଁ ଆପଣଙ୍କୁ ସହଯୋଗ କରିବି। ମୋ ଟେଲିଫୋନ୍ ନମ୍ବରଟା ମୁଁ ଆପଣଙ୍କୁ ଦେଉଛି। ମୋ ନମ୍ବରଟା ହେଲା 993869
7344 ନେମାଳ ସୁକ ବାବା। ଜୟ ଜଗନ୍ନାଥ, ଜୟ ଅଚ୍ୟୁତ, ଜୟ ପଞ୍ଚସଖା, ହର ହର ମହାଦେବ ଶମ୍ଭୁ। ଜୟ ବାପୁନି ବାବାଙ୍କ ଜୟ ହଉ। ଏ ବାପୁନି ବାବା ଏମିତି ଏ ସଂସାରକୁ ରକ୍ଷା କରିବା ପାଇଁ ୟୁଟ୍ୟୁବ୍ ତାଙ୍କର ବଜାଇ ରଖନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ହର ହର ମହାଦେବ।